ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ଦେଖୁଥିବା ତୋରି ପାଇଁ ତୋ ପାଇଁ ଧାରାବାହିକରେ ଆଜି ଆପଣମାନେ ଦେଖିବାକୁ ପାଇ ଯେ ରାମଙ୍କୁ ମାରିବା ପାଇଁ ନିଶାର ଏକ ବଡ଼ ଚକ୍ରାନ୍ତ ଏବଂ ସେପଟେ ଅଗସ୍ତି ପରିବାର ସମସ୍ତେ ଶ୍ରାବଣର ଶେଷ ସୋମବାର ହୋଇଥିବାରୁ ସେପଟେ ଶିବଙ୍କୁ ପୂଜା କରୁଛନ୍ତି ଏବଂ ସେପଟେ ରାମ ବହୁତ ବିପଦରେ ପଡ଼ିଛନ୍ତି। ରାମଙ୍କୁ ଜଣେ ଡାକି ନେଇ ସେ ବ୍ଲଡ଼ ଦେବା ପାଇଁ ଅନୁରୋଧ କରିଛନ୍ତି ଏବଂ ସେ ବ୍ଲଡ଼ ଦେଉ ଦେଉ ସବୁ ପାଉଚ୍ 5ଟା ପାଉଚ୍ ଏମିତି ଅନେକ ପାଉଚ୍ ସେ ପୂରା କରିଛନ୍ତି। ତଥାପି ସେମାନେ ଛାଡ଼ୁନାହାନ୍ତି, କାରଣ ସେ ନିଶାର ପ୍ରଥମ ପ୍ଲାନ୍ ହେଉଛି ସେ ରାମଙ୍କୁ ମାରିବ। ସେଥିପାଇଁ ସେ ସବୁ ବ୍ଲଡ଼ ତା ଦେହରୁ କାଢ଼ିବା ପାଇଁ ଅନ୍ୟ ଜଣଙ୍କୁ ପଇସା ଦେଇଛି ଏବଂ ସେପଟେ ହଠାତ୍ କିନା ସେଇ ବ୍ଲଡ଼ ଡୋନେସନ୍ କ୍ୟାମ୍ପରେ ରେଡ୍ ହେଇଯିବ ଏବଂ ସେପଟେ ସେମାନେ ରାମକୁ ଧରିକରି ଦୌଡ଼ିବେ ଏବଂ ସେପଟେ ପୋଲିସ ଖୋଜୁଥିଲା ବେଳେ ତଥାପି ତାଙ୍କୁ ମିଳିବନି, କାରଣ ସେମାନେ ବରଅଳିରେ ଲୁଚି ଯାଇଥିବେ, ବରଗଛ ତଳେ ଲୁଚି ଯାଇଥିବେ ଏବଂ ସେପଟେ ଦୀପ ଲଗେଇଲେ ବି ଯେତେ ସେପଟେ ଦୀପ ଲାଗୁନଥିବ। କାରଣ ହେଉଛି ସେପଟେ ରାମ ବିପଦରେ ଅଛନ୍ତି ଏବଂ ସେଇ ଚିକିକୁ ଜଣା ପଡ଼ିଯିବ ଯେ ରାମ କିଛି ବିପଦରେ ଅଛନ୍ତି। ଘର ଲୋକମାନେ କହିବେ ଚେଷ୍ଟା କର ଦୀପ ଲାଗିଯିବ, ସେପଟେ ଯେତେ ଦୀପ ଲଗେଇଲେ ବି ଲିଭିବନି। ତାପରେ ସେ ଚିକି କହିବ ମୋତେ ଛାଡ଼ିଦିଅ, ମୁଁ ଖୋଜିବାକୁ ଯିବି। ସେତିକି ବେଳେ ହଠାତ୍ କିନା ଖୋଜିବାକୁ ଯାଉଥିଲା ବେଳେ ହଠାତ୍ କିନା ଫଟୋ ପଡ଼ିଯିବ ଏବଂ ସେ ଚିକି କହିବ ନିଶ୍ଚୟ କିଛି ନା କିଛି ବିପଦରେ ଅଛନ୍ତି, ତାକୁ ଫୋନ୍ କର। ଏମିତି ସେପଟେ ରାମର ଜୀବନ ମରଣ ସହିତ ଦେଖିବା ରାମକୁ କେମିତି ଭଗବାନ ବଞ୍ଚାଉଛନ୍ତି ଏବଂ ଦେବୀ ମାଙ୍କ ପାଖରେ ରହିଲା ଚିକିଙ୍କ ସିନ୍ଦୁର ବଞ୍ଚୁଛି କି ନାହିଁ ଦେଖିବା। ନିଶାଙ୍କର ପ୍ରଥମ ପ୍ଲାନ୍ କାମ କରୁଛି କି ନାହିଁ। ଆଜି ରାତିରେ